ଆପଣମାନଙ୍କୁ ସ୍ୱାଗତ। ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ସଂସ୍ଥାପକ ପରମ ପୂଜ୍ୟ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଏକ ଆତ୍ମସ୍ପର୍ଶୀ ପ୍ରବଚନକୁ ଆସନ୍ତୁ ଆଜି ଆମେ ସମସ୍ତେ ମିଶି ଗୁରୁଦେବଙ୍କର ସେହି ଜ୍ଞାନରେ ବୁଡ଼ ପକାଇବା ଯେଉଁଠି ପ୍ରତିଟି ଶବ୍ଦ ଏକ ପ୍ରେରଣାର ସ୍ଫୁଲିଙ୍ଗ ପରି ଆଉ ପ୍ରତିଟି ବିଚାର ଆମ ଭିତରର ଜାଗରଣ ପାଇଁ ଏକ ବ୍ଲୁପ୍ରିଣ୍ଟ। ତେବେ ଚାଲନ୍ତୁ ଆରମ୍ଭ କରିବା। ଆଚାର୍ଯ୍ୟଜୀ ଆମ ଆଧ୍ୟାତ୍ମିକ ଯାତ୍ରାରେ ଥିବା ଗୋଟିଏ ସବୁଠୁ ବଡ଼ ବାଧା ବିଷୟରେ କହୁଛନ୍ତି। ଆଉ ସେଇଟା କ'ଣ ଜାଣନ୍ତି? ସେଇଟା ହେଉଛି ନିର୍ଭରଶୀଳତାର ଭ୍ରମ। ଏମିତି ଗୋଟେ ଜାଲ ଯାହାକୁ ଆମେ ନିଜେ ହିଁ ନିଜ ଚାରିପଟେ ବୁଣି ଦେଇଥାଉ ଅଜାଣତରେ। କେତେବେଳେ? ଯେତେବେଳେ ଆମେ ନିଜ ଖୁସି ପାଇଁ, ନିଜର ଉନ୍ନତି ପାଇଁ ଅନ୍ୟ କାହା ଉପରେ ଆଶା ବାନ୍ଧି ବସିଯାଉ। ଆଉ ଦେଖନ୍ତୁ ଆଚାର୍ଯ୍ୟଜୀ କେତେ ଶକ୍ତିଶାଳୀ କଥାଟିଏ କହି ଆରମ୍ଭ କରୁଛନ୍ତି। ଯିଏ ଅନ୍ୟର ଆଶା କରେ ସେ ଜୀବିତ ଥାଇ ମରିଯାଏ। ଭାବିଲେ ଦେଖିଲେ, ଏଇଟା ଖାଲି ଗୋଟେ ବାକ୍ୟ ନୁହେଁ, ଏହା ଏକ ସତର୍କବାଣୀ। ଏହାର ଅର୍ଥ ହେଉଛି ଯେଉଁ ମୁହୂର୍ତ୍ତରେ ଆମେ ବାହାର କିଛି ସାହାଯ୍ୟ ପାଇଁ ଅପେକ୍ଷା କରି ବସିଯାଉ, ସେହି ମୁହୂର୍ତ୍ତରେ ଆମେ ନିଜ ଭିତରର ଶକ୍ତିକୁ ହରାଇ ଦେଉ। ଆଉ ଏଇ ଯେଉଁ ମନୋଭାବ ଅଛି ନା, ଅନ୍ୟ ଉପରେ ନିର୍ଭର କରିବାର, ଏଟା ଧୀରେ ଧୀରେ ଆମ ଭିତର ଶକ୍ତିକୁ ପୁରା ଖାଇଯାଏ। ଆମେ ନିଜ ଭାଗ୍ୟ ନିଜେ ଗଢ଼ିବା ବଦଳରେ ଜଣେ ଭିଖାରୀ ପରି ହାତପାତି ବସିଯାଉ, ଖାଲି ଅପେକ୍ଷା ଆଉ ଅପେକ୍ଷା। ଏମିତି ହେଲେ ଆମ ଆତ୍ମବିଶ୍ୱାସର ମୂଳଦୁଆ ତ ହେଇଯିବ। ଆଚାର୍ଯ୍ୟ ଏଠି ବହୁତ ସ୍ପଷ୍ଟ ଭାବରେ କହୁଛନ୍ତି, ପ୍ରକୃତ ଉନ୍ନତି କେବେ ବି ବାହାରୁ ଆସୁଥିବା ସାହାଯ୍ୟକୁ ଅପେକ୍ଷା କରେନି। ଆଦୌ ନୁହେଁ। ଏହା ଜନ୍ମ ନିଏ ଆମ ନିଜ ପରିଶ୍ରମରୁ, ଆମ ନିଜ ଆତ୍ମବଳରୁ। ଦେଖନ୍ତୁ ନା, ପ୍ରକୃତିକୁ ହିଁ ଦେଖନ୍ତୁ। ସୂର୍ଯ୍ୟ କ'ଣ ନିଜ ଆଲୋକ ପାଇଁ କାହାକୁ ଅପେକ୍ଷା କରେ? ନା। ଠିକ୍ ସେମିତି ଆମକୁ ବି ନିଜ ଭିତରର ଆଲୋକକୁ ନିଜେ ହିଁ ଜଳିବାକୁ ପଡ଼ିବ। ହାଉ, ତେବେ ପ୍ରଶ୍ନ ଉଠୁଛି, ଏହି ନିର୍ଭରଶୀଳତାର ଜାଲରୁ ବାହାରିବାର ଉପାୟ କ'ଣ? କେମିତି ମୁକ୍ତି ମିଳିବ? ଆଚାର୍ଯ୍ୟଜୀ କହୁଛନ୍ତି, ଏହାର ଚାବିକାଠି ଆଉ କୋଉଠି ନୁହେଁ, ଆମ ଭିତରେ ହିଁ ଅଛି। ଆମକୁ ବସ୍ ନିଜ ଦୃଷ୍ଟିକୋଣରେ ଗୋଟେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଏଥିପାଇଁ ଆଚାର୍ଯ୍ୟଜୀ ଆମ ସମସ୍ତଙ୍କୁ ଗୋଟେ ବହୁତ ଗଭୀର ପ୍ରଶ୍ନ ନିଜକୁ ପଚାରିବାକୁ କହୁଛନ୍ତି। ଯେତେବେଳେ ବି ମନକୁ ଆସେ ଯେ ଆରେ ମୋ ପାଖରେ ତ କିଛି ନାହିଁ, ସେତେବେଳେ ଟିକେ ଅଟକି ଯାଇ ଭାବିବା ଦରକାର, ଆମେ ପ୍ରକୃତରେ କେଉଁ ସତ୍ୟକୁ ଦେଖିପାରୁନେ? କେଉଁଠି ଆମେ ଆଖି ବୁଜି ଦେଉଛେ? ଏହିଟା ହେଉଛି ଆତ୍ମଚିନ୍ତନ ପାଇଁ ଗୋଟେ ଆହ୍ୱାନ। ଆଉ ଏହାର ଉତ୍ତର ପାଇଁ ଆଚାର୍ଯ୍ୟଜୀ ଗୋଟେ ବହୁତ ସରଳ କିନ୍ତୁ ଶକ୍ତିଶାଳୀ ଉପାୟ ଦେଖାଉଛନ୍ତି। ସେ କହୁଛନ୍ତି, ଉପରକୁ ଦେଖି ଦୁଃଖ କରିବା ବନ୍ଦ କର, ଟିକେ ତଳକୁ ଦେଖ। ନିଜର ତୁଳନା ସେମାନଙ୍କ ସହ କର ଯେଉଁମାନଙ୍କ ପାଖରେ ଆମଠୁ ବି କମ୍ ଅଛି। ଯେତେବେଳେ ଆମେ ଦିନ ଦୁଃଖୀ, ଗରିବ, ଅସହାୟ, ଏପରିକି କୀଟପତଙ୍ଗ ଆଉ ପଶୁପକ୍ଷୀଙ୍କ ଜୀବନକୁ ଦେଖିବା ନା, ସେତେବେଳେ ଆମ ମନରୁ ସବୁ ଅଭିଯୋଗ ଚାଲିଯିବ। ତା ଜାଗାରେ କୃତଜ୍ଞତା ଆପେ ଆପେ ଆସିଯିବ। ହଁ, ହେଇପାରେ ଭଗବାନ ଆମକୁ ରାଜକୁମାର କରିନଥିବେ, ସତ କଥା। କିନ୍ତୁ ଟିକେ ଭାବନ୍ତୁ, ଆମକୁ ଗୋଟେ ସୁସ୍ଥ ଶରୀର ମିଳିଛି, ଗୋଟେ ଭଲ ମନ ମିଳିଛି, ଆଉ ମୁଣ୍ଡ ଉପରେ ଛାତଟିଏ ବି ଅଛି। ଏଗୁଡ଼ିକ କ'ଣ କମ୍ କଥା? ଏଗୁଡ଼ିକ ଏମିତି ଅମୂଲ୍ୟ ଉପହାର ଯାହା ଦୁନିଆର କେତେ ଲୋକଙ୍କ ପାଇଁ କେବଳ ଗୋଟେ ସ୍ୱପ୍ନ। ଯଦି ଆମେ ଏହି ସତ୍ୟକୁ ଠିକ୍ ଭାବରେ ବୁଝିଯିବା, ତାହେଲେ ଦେଖିବେ ମନରୁ ସବୁ ଅଭିଯୋଗ କୁଆଡ଼େ ଉଭେଇଯିବ। ଆଉ ଯେଉଁ ମୁହୂର୍ତ୍ତରେ ଆମେ ଏକଥା ବୁଝିଯିବା ଯେ ଆମେ ଖାଲି ନୁହେଁ, ଆମ ପାଖରେ ବହୁତ କିଛି ଅଛି, ବାସ୍ ସେଇଠୁ ଆମ ଚିନ୍ତାଧାରାର ଦିଗ ପୁରା ବଦଳିଯିବ। ଆଉ ସେଇଠୁ ଆରମ୍ଭ ହେବ ଆମ ଜୀବନର ଏକ ନୂଆ ଅଧ୍ୟାୟ। ନେବାର ନୁହେଁ, ବରଂ ଦେବାର ଆନନ୍ଦ। ଏହି ପରିବର୍ତ୍ତନର ମୂଳମନ୍ତ୍ର ହେଉଛି ବିଧେୟାତ୍ମକ ଚିନ୍ତନ। ଏହା ଖାଲି ପଜିଟିଭ୍ ଥିଙ୍କିଂ ନୁହେଁ, ଏହା ହେଉଛି ଆମ ମନର ଗୋଟେ ବଡ଼ ପରିବର୍ତ୍ତନ। ମୁଁ କ'ଣ ପାଇବି, ଏହି ଚିନ୍ତାରୁ ବାହାରି ମୁଁ କ'ଣ ଦେଇପାରିବି, ଏହି ଚିନ୍ତାକୁ ଆପଣେଇବା। ଆଉ ଯେତେବେଳେ ଜଣେ ମଣିଷ ନିଜ ସ୍ୱାର୍ଥରୁ ଟିକେ ଉପରକୁ ଉଠି ସମାଜ କଥା ଭାବେ, ଆଚାର୍ଯ୍ୟଜୀ କହୁଛନ୍ତି, ସେତେବେଳେ ହିଁ ତା ଭିତରେ ଦେବତା ଜାଗି ଉଠନ୍ତି। ଆଉ ସବୁଠୁ ବଡ଼ କଥା କ'ଣ ଜାଣନ୍ତି? ଦେବା ପାଇଁ ଆମକୁ ଧନୀ ହେବା ଦରକାର ନାହିଁ, ଆଦୌ ନାହିଁ। ଆଚାର୍ଯ୍ୟଜୀ ବହୁତ ସୁନ୍ଦର କଥାଟିଏ କହୁଛନ୍ତି, ଏ ଦୁନିଆ ଟଙ୍କା ପଇସାଠୁ ବେଶୀ ଭଲ ପାଇବା, ସମ୍ମାନ ଆଉ ସହାନୁଭୂତିର ଶୋଷିଲା। ଆଉ ଏହି ଅମୂଲ୍ୟ ଜିନିଷଗୁଡ଼ିକ, ଏଗୁଡ଼ିକ ତ ଆମ ସମସ୍ତଙ୍କ ପାଖରେ ଭରି ହେଇ ରହିଛି, ନୁହେଁ କି? ଆଉ ଏମିତି ଦେବା କେତେ ସହଜ, ତାହା ବି ସେ ବୁଝେଇଛନ୍ତି। ଆଚାର୍ଯ୍ୟଜୀ 4ଟି ଏମିତି ଉପହାର କଥା କହୁଛନ୍ତି ଯାହାକୁ ଦେବା ପାଇଁ ଆମ ପକେଟରୁ ପଇସାଟେ ବି ଖର୍ଚ୍ଚ ହେବନି। ସେଗୁଡ଼ିକ ହେଲା ଭଲ ପାଇବା, ସମ୍ମାନ, ପ୍ରୋତ୍ସାହନ ଆଉ ସହାନୁଭୂତି। ଭାବି ଦେଖନ୍ତୁ, ଏସବୁ ତ ଆମ ପାଖରେ ଅଛି, ଆଉ ଏହାକୁ ଯେତେ ବାଣ୍ଟିବା ପ୍ରକୃତ ଆନନ୍ଦ ସେତିକି ମିଳିବ। ତେବେ ଯେତେବେଳେ ଆମେ ଏଇ ଦେବାର କଳା ଶିଖିଯାଉ, ଆମ ଜୀବନର ମାନେ ହିଁ ବଦଳିଯାଏ। ଆମର ଏଇ ଯେଉଁ ଭିତରର ପରିବର୍ତ୍ତନ ଅଛି, ଏହା ଆମକୁ ଏକ ଏମିତି ଜୀବନ ଆଡ଼କୁ ନେଇଯାଏ ଯାହାର ଗୋଟେ ଦିବ୍ୟ ଉଦ୍ଦେଶ୍ୟ ଥାଏ। କିନ୍ତୁ ଏକ ପରିବର୍ତ୍ତିତ ଜୀବନ କେମିତିକା ହେବା ଦରକାର? ଏଥିପାଇଁ
ଆଚାର୍ଯ୍ୟଜୀ ଆମ ସାମ୍ନାରେ ଦୁଇଟି ଆଦର୍ଶ ରଖିଛନ୍ତି। ପ୍ରଥମଟି ହେଲା ବ୍ରାହ୍ମଣର ଜୀବନ। ଏହାର ମାନେ ହେଲା ସବୁବେଳେ ଜ୍ଞାନ ଖୋଜିବା, ସରଳ ଭାବରେ ରହିବା ଆଉ ଯାହା ଅଛି ସେଥିରେ ଖୁସି ରହିବା। ଆଉ ଦ୍ୱିତୀୟଟି ହେଲା ସନ୍ଥର ଜୀବନ, ଯିଏ ନିଜର ସବୁକିଛି ଅନ୍ୟମାନଙ୍କ ସେବାରେ ଲଗେଇ ଦିଏ। ଆଉ ସେ କହୁଛନ୍ତି ଏହି ଦୁଇଟିର ମିଶ୍ରଣରେ ହିଁ ଗୋଟେ ସାର୍ଥକ ଜୀବନ ଗଢ଼ା ହୁଏ। ତେବେ ଏ ସବୁର ସାରକଥା କ'ଣ? ସାରକଥା ହେଉଛି ଦିବ୍ୟ ଜୀବନ ବା ଦେବତାଙ୍କ ପରି ଜୀବନ କିଛି ମଲା ପରେ ମିଳିବାକୁ ଥିବା ଜିନିଷ ନୁହେଁ, ବିଲକୁଲ ନୁହେଁ। ଏହା ଏକ ଜୀବନ ବଞ୍ଚିବାର ଶୈଳୀ, ଯାହାକୁ ଆମେ ଏହିଠି ଏହି ମୁହୂର୍ତ୍ତରେ ସେବା ଆଉ ପରୋପକାର କରି ବଞ୍ଚିପାରିବା। ଆମେ ଧୀରେ ଧୀରେ ଆଲୋଚନାର ଶେଷ ଆଡ଼କୁ ଆସିଲିଣି, କିନ୍ତୁ ଗୋଟେ ବଡ଼ ପ୍ରଶ୍ନ ମନକୁ ଆସୁଛି। ଆଜିକାଲିର ଏ ଯୋଉ ଦୁନିଆ, ଯେଉଁଠି ଚାରିଆଡ଼େ ଖାଲି ଚାପ, ପ୍ରତିଯୋଗିତା ଆଉ ତୁଳନା, ଏମିତି ଏକ ସମୟରେ ଆଚାର୍ଯ୍ୟଜୀଙ୍କର ଏଇ ଜ୍ଞାନର ମହତ୍ତ୍ୱ କ'ଣ? ଏହା କାହିଁକି ଆଜିର ସମୟ ପାଇଁ ଏତେ ଜରୁରୀ? ଏହାର ଉତ୍ତର ସରଳ। ମୂଳ ବାର୍ତ୍ତାଟି ଏକଦମ ସ୍ପଷ୍ଟ। ପ୍ରକୃତ ଖୁସି ବାହାରର କୌଣସି ଜିନିଷରେ ନାହିଁ, ଏହା ଆମ ଭିତରେ ହିଁ ଲୁଚି ରହିଛି। ଆଉ ଏହାକୁ ପାଇବାର ଚାବି ହେଉଛି ସେବା ଆଉ ଦାନ। ଯେଉଁଦିନ ଆମେ କୌଣସି ସ୍ୱାର୍ଥ ନ ରଖି ଦେବା ଆରମ୍ଭ କରିଦେବା, ବସ୍ ସେଇଦିନ ହିଁ ପ୍ରକୃତ ଆନନ୍ଦ କ'ଣ ତାହା ଅନୁଭବ କରିପାରିବା। ତେବେ ଆଜି ଆମେ ଯେଉଁ ଅମୂଲ୍ୟ ଜ୍ଞାନ ବିଷୟରେ ଆଲୋଚନା କରୁଥିଲେ, ତାହା ଥିଲା ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଜୀଙ୍କ ଦ୍ୱାରା ଦିଆଯାଇଥିବା ଏକ ପ୍ରବଚନର ଅଂଶ। ଆଉ ଏହା ଅମୃତ ବଚନ ଜୀବନ କେ ସିଦ୍ଧ ସୂତ୍ର ନାମକ ପୁସ୍ତକରେ ପ୍ରକାଶ ପାଇଛି। ଯଦି ଆଚାର୍ଯ୍ୟଜୀଙ୍କର ଏହି ବିଚାରଗୁଡ଼ିକ ମନକୁ ଛୁଇଁଛି, ତେବେ ଏହି ଆନ୍ତରିକ ଜାଗରଣର ଯାତ୍ରାକୁ ଏଇଠି ଅଟକାନ୍ତ ନାହିଁ। ଏହାକୁ ଆଗକୁ ନେବା ପାଇଁ ଆମେ ସମସ୍ତେ ଚେଷ୍ଟା କରିବା। ତାଙ୍କର ଏମିତି ଅନେକ ପ୍ରବଚନ awgp.org ୱେବସାଇଟ୍ରେ ଉପଲବ୍ଧ ଅଛି, ଯାହାକୁ ଶୁଣିଲେ ବା ପଢ଼ିଲେ ଜୀବନର ଦିଗ ବଦଳି ଯାଇପାରେ। ଆଶା ଏହି ଦିବ୍ୟ ଅନ୍ତର୍ଦୃଷ୍ଟି ଆମ ସମସ୍ତଙ୍କ ଜୀବନକୁ ସମୃଦ୍ଧ କରିବ। ଧନ୍ୟବାଦ।